ଫଟୋଟା ଦେ। ବାସ୍ ଏଥର ହେଲା। ବାପାଙ୍କ ଫଟୋଟା ବୈଠକଖାନାରେ ଏମିତି ଟଙ୍ଗା ହେଇଥାଉ। ବେଶ ମାନିବ ନା କ'ଣ କହୁଛୁ ରାଜୁ? ହଁ ଭାଇ, ଚାକିରିରୁ ରିଟାୟାର୍ଡ କରି ଗାଁକୁ ଫେରିଲେ ଏଇ ବୈଠକଖାନା ବାପାଙ୍କର ତ ବହୁତ ବଡ଼ ତୀର୍ଥ। ତାଙ୍କର ଶେଷ ଜୀବନ ଏଇ ଚାରି କାନ୍ଥ ଭିତରେ କଟିଛି। ଆରେ ରାଜୁ, ତତେ କହିଥିଲି ଏଇ ଫଟୋର 4 ପିସ୍ କପି କରିବା ପାଇଁ, କରିଦେଇଛୁ? ହଁ ଭାଇ, କାଲି ରାତିରେ ଷ୍ଟୁଡ଼ିଓରୁ ଫଟୋ ଗୁଡ଼ା ନେଇ ଆସିଛି। ବାପାଙ୍କ 10 କ୍ରମ ସାରି ଗଲାବେଳେ ବାପାଙ୍କର ଗୋଟେ ଗୋଟେ ଫଟୋ ନେଇଯିବା। ହଇଓ, କାଲି ରାତି ସାରା ଏତେ ବୁଝେଇକି କହିଲି ତମକୁ, ତଥାପି ତମେ ବୁଝିପାଇଲନି। ସକାଳ ପହରୁ ଫଟୋ ଟଙ୍ଗାରେ ଲାଗିଗଲ। ଆରେ ଫଟୋ ଟଙ୍ଗା ସରିଲାଣି। ମଲା ଯା, ମୁଁ ଯେ ରାତି ସାରା ଉଜାଗର, ଦେଖିଲା ବେଳକୁ କ'ଣ ନା ମୁଗୁରା ନେଲା। ଭାଇ, ମୁଁ ତେଣେ ଯାଇ ଦେଖେ କୋଉ ଜିନିଷ ସବୁ ହେଲା, କ'ଣ ସବୁ ବାକି ରହିଲା। ଗାଁ କଥା, ଇଏ ସହର ହେଇନି ଯେ ଖୋଜିଲେ ସବୁ ଜିନିଷ ମିଳିଯିବ। ହଁ ହଁ, ତୁ ସେଇଆ କର। 10 କର୍ମ ଯେମିତି ଭଲରେ ଭଲରେ ହବ, ଆମକୁ ସବୁ ଜିନିଷ ଦରକାର। ହଉ ଭାଇ। ଏଇ ମୁଁ ଯା କାଲି ବୁଝେଇଥିଲି, ମାଙ୍କୁ ପଚାରିଲ? ଭାଇମାନଙ୍କୁ କହିଲ? ନାଇଁ, ପଚାରିବି। ଆଇଲା ଆଉ କୋଉ କାଳେ ଭୋଜି ଭାତ ହେଇଯିବ, 10 କାମ ବି ସୁରୁଖୁରୁରେ ହେଇଯିବ। ତାପରେ ଲୋକ ବାକ ଆଉ କୁଟୁମ୍ବ ମାନେ 10 ତୁଟର ଲୁଗାପଟା ନେଇକି ଯେଝା ବାଟରେ ଯେଝା ଚାଲିଯିବେ। କ'ଣ ତମେ କହିବାକୁ ଚାହୁଁଛ? ମୁଁ କହିଲେ କହିବ କ'ଣ ନା କହୁଛି ବୋଲି। ମୁଁ ଏକେଲା ଏଠି 10 ଦିନ 10 ରାତି ସାରା ବଂଶଟାକୁ ଖାଇବାକୁ ଦେଇ ଥକି ଗଲିଣି। ମୋ ବଡ଼ ବୋହୂ ବୋଲି ତମ ବାପା ଏମିତି କ'ଣ ଉଜାଡ଼ି ଦେଇଥିଲେ କି? ଧର୍ମକୁ ଜଗିକି କରିବା କଥା। ଚଞ୍ଚଳା, ବାପା ଗଲା ଦିନଠୁ ମାଙ୍କ ଅବସ୍ଥା ଦେଖୁଛ ତ? 10 ଦିନ ହେଇଗଲା, ପାଣି ଟୋପା ବି ମୁହଁରେ ଦଉନି। ମୁହଁ ମାଡ଼ି ସେ ଘର କୋଣରେ ପଡ଼ି ରହିଛି। କାନ୍ଦି କାନ୍ଦି ଆଖି ମୁହଁ ଫୁଲିଗଲାଣି। 10 ନ ସରୁଣୁ 10 ଥର ବେଶ ହୋଇଗଲାଣି। ମାଇଲା, ତେଣେ ମୋ 5ଟା ଝିଅଙ୍କ ମୁଣ୍ଡ ଉପରେ ପରୀକ୍ଷା। କେତେ ଆଶା କରିଛି ବଡ଼ ଝିଅଟା ମୋର BA ପାସ୍ କରିବ, ତାପରେ ତାକୁ ହାତକୁ 2 ହାତ କରିବି। ଓହୋ, ଏଇଟା କ'ଣ ତାର ଆଲୋଚନା କରିବା ବେଳ? ତମେ ତ ଯୋଉ ମରଦ ହେଇଛ, କୋଉ କାମକୁ ନୁହଁ। ଭାଇଟାଏ ମୋର ଅଛି ବୋଲି ସିନା ଯାହା ଯେତେବେଳେ ମୋ ପାଇଁ ବୁଝାବୁଝି ସବୁ କରିଦଉଛି। ତମ ଦ୍ୱାରା ତ ସେତିକି ହଉନି। ଚଞ୍ଚଳା, ଚୁପ୍। କାହିଁକି ମୋ ନାଁଟା ଧରିକି ହୁରି ପକଉଛ କହିଲ? ବାପାଙ୍କ 10 ଦିନ ଖଟିବା ପାଇଁ ତମେ ଯେମିତି ହରବର ହଉଛ, ଝିଅ ବାହା କଲା ବେଳକୁ କେତେ ତରବର ହବ ମୁଁ ଦେଖିବିନି? ଏଡେ ସୁନ୍ଦର ଘର, ଏଡେ ଗୁଣର ବରକୁ ଯଦି ଛାଡ଼ିଦେଲେ ତମ ଝିଅର କପାଳ ଫାଟିବ ଜାଣ। କହି ରଖୁଛି। ହଁ। ଓହୋ, ତମେ ବନ୍ଦ କଲ ଏଗୁଡ଼ା ସବୁ। ଯେତେବେଳେ ଯୋଉଠି ଦେଖ ହେ ମାଇଲା। ବୁଝିଲ ଭାଇ, ଅଣ୍ଡା କଢ଼େଇ ବାଲ୍ଟି ମଗ ସବୁ ଗଣି ଗଣି ରଖିଦେଲି। ଯାହା ହଉ, ମୁଣ୍ଡରୁ ଗୋଟେ ବୋଝ ଗଲା। ଆଉ ଯାହା ସେ ପୂଜାରୀଟା ସଉଦା ପାଇଁ ବରାଦ ଦବ। ଭାଇ, ସେଥିପାଇଁ କିଛି ଟଙ୍କା ଦରକାର। ମାଇଲା, ଭାଇ ପାଖରେ ଆଉ ଟଙ୍କା କାଇଁ? ଯାହା ଆଣିଥିଲେ ଫେରିକି ଯିବାକୁ ଆଉ ବାଟ ଖର୍ଚ୍ଚ ରଖିଛନ୍ତି କି ନାଇଁ କିଏ ଜାଣେ। ଠିକ୍ ଅଛି, ମୁଁ ମଝିଆ ଭାଇଙ୍କୁ କହିବି। ଏଇନା ତ 700-800 ଟଙ୍କା ଦରକାର। ନାଇଁ ମୋ ରାଜେନ୍ଦ୍ର, ମୁଁ କ'ଣ କହୁଥିଲି କି, ଭିତର ଘରେ ମା ଶୋଇଛନ୍ତି। ସକାଳୁ ପହରୁ ତମ ମଝିଆ ଭାଇ ଆଉ ତମ ସାନ ଭଉଣୀ ମାଙ୍କ ପାଖରେ ବସି କ'ଣ ସଲା ସୁତୁରା ହଉଛନ୍ତି। ଯାଇ ଟିକେ ଶୁଣି ଆସିଲେ ଭଲ ହୁଅନ୍ତା। ଆଉ କ'ଣ ଆଉ କହୁଥିବେ ଯେ? ବାପା ଚାଲିଗଲା ପରେ ମାର ମନଟା ବହୁତ ଦୁଃଖ, ତେଣୁ ତାକୁ ବସିକି ବୁଝଉଥିବେ ଆଉ। ମାଇଲା, ତମେ ଶେଷକୁ ଏଇଆ ବୁଝିଲ? ତମେ ପରା ଟଙ୍କା ଯୋଗାଡ଼ ହେଲେ କ'ଣ ଗୋଟେ ଫ୍ୟାକ୍ଟ୍ରି ଖୋଲିବ କହୁଥିଲ? ହଁ ଭାଉଜ, ବହୁତ ଦିନ ହେଲା ଚିନ୍ତା କରୁଛି, ଆଉ ଅନେକ ଚେଷ୍ଟା ବି କଲିଣି। ବ୍ୟାଙ୍କ, ଫାଇନାନ୍ସ କର୍ପୋରେସନ ଅନେକ ଧାଇଁଲିଣି, ପୁରା ଟଙ୍କା ମିଳୁନି। ବଡ଼ ଭାଇ ଯେ ବାପ ସମାନ, ତମ ଭାଇ କ'ଣ କହୁଥିଲେ କି? ନାଇଁ ତ, ମୁଁ କିଛି କହିନି। ଆଇଲା, ତମକୁ ମଝିରେ କହିବାକୁ କିଏ କହୁଛି? ବୁଝିଲ ରାଜେନ୍ଦ୍ର, ବାପାଙ୍କ ଅନ୍ତ ପରେ ମା ତ ଏଇ ଗାଁରେ ଏକେଲା ମଣିଷ। ଗାଁରେ ଯାହା ଯେମିତି ଯୋଉଠି ଅଛି, ପାକେଲା ବୟସରେ ଦେଖାଶୁଣା କରିବା ତାଙ୍କ ପକ୍ଷେ ସମ୍ଭବ ନୁହଁ। ହଁ, ଏସବୁ ଠିକ କଥା। ଏଇନା ତ 3 ଭାଇ ଅଛ, ସବୁବେଳେ କ'ଣ ଏକାଠି ହବାକୁ ସୁଯୋଗ ମିଳୁଛି? ହଁ, ତା ବି ତ ଭୁଲ ନୁହଁ। ତେଣୁ ତମ ବଡ଼ ଭାଇ କହୁଥିଲେ। କ'ଣ ମାନେ? ମୁଁ କହୁଥିଲି? ମାଇଲା, ତମେ ମତେ କହୁନଥିଲ କହିବା ପାଇଁ? ମୁଁ ବା ସେଇ କଥା କହୁଛି। 10 କାମ ତୁଟେଇ ଗାଁରୁ ଫେରିକି ଯିବା ପୂର୍ବରୁ ବାପାଙ୍କର ଯାହା ସବୁ ସମ୍ପତ୍ତି ଅଛି, ମା ଥାଉ ଥାଉ ସେତିକି ଯଦି ଭାଗ ବାଣ୍ଟ ହେଇଯାଆନ୍ତା, ତାହେଲେ ପଛକୁ ଆଉ କିଛି ଝାମେଲା ହୁଅନ୍ତାନି। ଇଏ ତମେ କ'ଣ କହୁଛ ଭାଉଜ? ବାବୁ, ବାପା ଏତେ ସବୁ ଅରଜିଥିଲେ କାହା ପାଇଁ? ସେଇ ସବୁ ସଞ୍ଚିଥିଲେ କିଏ ଖାଇବ ବୋଲି? ପୁଅମାନଙ୍କ ପାଇଁ ନା।
ଆଉ ତମେ ସବୁ ଖଟୁଛ କାହା ପାଇଁ? ନିଜ ଛୁଆ ପିଲାଙ୍କ ପାଇଁ ତ? ତାହା ଅବଶ୍ୟ ଠିକ୍। ଭାଇ ତମର ଆହୁରି ବି କହୁଥିଲେ। ମାନେ ମୁଁ କହୁଥିଲି? ମା ଆଇଲା, ତମେ ମଝିରେ ପୁଣି କହିଲ। ଦେଖ ରାଜେନ୍ଦ୍ର, ବାପାଙ୍କ ସବୁ ସମ୍ପତ୍ତି ରହିଲା ଗାଁରେ, ସବୁ ଭାଇମାନେ ରହିଲ ସହରରେ। ସତରେ ଭାଉଜ, ତମେ ମୋ ଆଖି ଖୋଲିଦେଲ। ହଁ ଭାଉଜ, ମୋ ମୁଣ୍ଡକୁ ତ ଏତେ କଥା ଷ୍ଟ୍ରାଇକ୍ କରିନଥିଲା। ସାଇ ପଡ଼ିଶା ଭାଇ ଭଗାରୀ ଅଛନ୍ତି, କିଏ କେତେବେଳେ ଯଦି ସେଗୁଡ଼ା ମାଡ଼ି ବସେ, ନହେଲେ ବୁଢ଼ୀ ମାଟାକୁ ବୋକା ବନେଇ କିଏ କେତେବେଳେ ଯଦି ସେତିକ ମାଡ଼ି ବସେ, ନହେଲେ ଆଜିକାଲି ଯୋଉ ବେଳକାଳ ହେଲାଣି ଚୋର ଡକାୟନ୍ତକୁ ବିଶ୍ୱାସ ନାହିଁ। ସମ୍ପତ୍ତି ପାଇଁ ମାଙ୍କ ପ୍ରାଣ ଯିବ ନା କ'ଣ? କି ହୋ, ତମେ ଏମିତି ଚମକୁଛ କ'ଣ ପାଇଁ ବା? ନାଇଁ ମାନେ ତମେ ଯାହା କହୁଛ ଏକଦମ ଠିକ୍ କଥା। ମା ଆଇଲା, ଏତେ ସମୟ ହେଲାଣି କୋଉଠି ଥିଲ ବା? ଏଇନା ବି ସେ ଘର ଭିତରେ କ'ଣ ଚାଲିଛି କିଏ କହିବ? ନା ନା, ତା କେମିତି ହବ? ମହେନ୍ଦ୍ର ଭାଇ ଆସୁ ଏ ବିଷୟରେ ଫଇସଲା ହବ ଆଜି ଏଇଠି ଏଇ ମୁହୂର୍ତ୍ତରେ। ମା ଆଇଲା। ବୁଝିଲ ଦେବ ଭାଇ, କ'ଣ କହି ମାଆକୁ ବୁଝେଇବି ମୁଁ ନିଜେ ବି ବୁଝିପାରୁନି। କୁନି ଆଉ ମୁଁ କେତେ ବୁଝେଇଲୁଣୁ। ଏତେ କାନ୍ଦ କଟା କଲେ କ'ଣ ହବ? ବାପା କ'ଣ ଆଉ ଫେରି ଆସିବେ? ମୁଁ ବି ତ ଠିକ୍ ସେଇଆ ଭାବୁଥିଲି। ବାପା ତ ତାଙ୍କର ଯିବା ବାଟରେ ଚାଲିଗଲେ, ତେଣୁ ଏସବୁ ଆଉ ଡେରି କଲେ ଲାଭ କ'ଣ ଅଛି? ସବୁ କାମ ସାରି ଯିଏ ଯାହା ବାଟରେ ଏଠି ଫେରିଯିବା ଆଗରୁ ମା ସାଙ୍ଗେ ଟିକେ କଥା। ମା କ'ଣ ତମ ତିନି ପୁଅ କଥାରେ ଅରାଜି ହେବେ ନା କ'ଣ? ଭାଉଜ କୋଉ କଥା? କଥା କ'ଣ କି ମହେନ୍ଦ୍ର, ବାପାଙ୍କର ଗାଁରେ ଯେଉଁ ସମ୍ପତ୍ତି ଅଛି, ଏଇ ଯେଉଁ ଘର, ତୋଟା, ପୋଖରୀ, ତୁ ପ୍ରଥମେ କହୁଥିଲୁ ସବୁଗୁଡ଼ା ସମାନ ହବ। ତୋଟା ଆଉ ପୋଖରୀ ସମାନ ହବ, ଘରର ମୂଲ୍ୟ ଯେତିକି ହବ ଜମି ମୂଲ୍ୟ ପ୍ରାୟ ସେତିକି ହବ। ବାପା ଏଇ କଥା ଥରେ ମୋତେ କହୁଥିଲେ। ହେଲେ ଏସବୁ ଆଲୋଚନା କାହିଁ କରୁଛ? ମା ଆଇଲା, ତା ମାନେ ତ ଜମିରେ କିଛି ଅସୁବିଧା ନାହିଁ, କଥା ଆଉ କାମ ସବୁ ଏକାବେଳେ ଠଠାଠି ହେଇ ଛିଡ଼ିଯିବ। କଥାଟା ଠିକ୍ ସେ ବୁଝିପାରୁନି ଭାଉଜ। କି ହୋ ରାଜେନ୍ଦ୍ର, ତମେ କହୁନ? ନାଇଁ ମାନେ ସେସବୁ ଏବେଠୁ ଭାଗ ବାଣ୍ଟ କରିଦେଲେ ଭଲ ହବ। ନା କ'ଣ କହୁଛ ଭାଇ? ଠିକ୍ କଥା, କିଛି ଭୁଲ ହବନି। ମା ଆଇଲା, କାଇଁ ବେଶ ଭଲ ହୁଅନ୍ତା, କହିପାରୁନ? ହେଲେ ମାଆର ଏଇ ଅବସ୍ଥାରେ? ସେଇ ଲାଗି ତ ତମ ଭାଇ ଏସବୁ କହୁଛନ୍ତି। କେତେବେଳେ କ'ଣ ଯେ ଘଟିବ ତାହା କିଏ କହିବ? ଆଜିକାଲି ଦେଖୁନ ଭାଇ, ବୋମା ଫୁଟେଇ କେମିତି ଗାଁ ମାନଙ୍କରେ ଡକାୟତ ହେଉଛି। ମା ଆମର ବୁଢ଼ୀ ଲୋକ, ଏକଲା ମଣିଷ। ବୁଝିଲ ମହେନ୍ଦ୍ର, ଚକେ ଗଢ଼ିଲେ 12 ହାତ। ଆଜିଠୁ ଏସବୁ ଝାମେଲା ତୁଟେଇ ନଦେଲେ ତମର ଏ ଯୋଉ ଭାଇ ନା, ଛାଡ଼। ମୁଁ ଦେଖୁଛି ଆ ଭିତରେ ତମେ ସବୁ ତୁଟେଇ ସାରିଲଣି। ଦେଖ ମହେନ୍ଦ୍ର, ଆମ ଭିତରେ ସେମିତି କିଛି ଭୁଲ ବୁଝାମଣା ନାହିଁ। ତେଣୁ ମୁଁ ବଡ଼ ଭାଇ ହିସାବରେ ଯେଉଁ ପ୍ରସ୍ତାବ ଦେବି ଭାବୁଛି ତମେ କେହି ଅପସନ୍ଦ କରିବନି। ହଉ କୁହ ଶୁଣିବା। ମୋ ପ୍ରସ୍ତାବ ହେଉଛି ଗୋଟେ ପୁରୁଣା ଖାନଦାନୀ ଘର ସହିତ ଖଞ୍ଜା ଖଣ୍ଡକ ତୁ ନେବୁ। ମୋର ଆପତ୍ତି ନାହିଁ। ସହରରେ ମୋର କୋଠା ଅଧା ତିଆରି ହୋଇ ପଡ଼ିରହିଛି। ଗାଁର ଏଇ ଖଞ୍ଜା ଘରକ ଖଣ୍ଡଟା କାହାକୁ ବିକି ଦେଇ ସେଇ ଘରଟାକୁ ପୁରା କରିଦେବି। ପୋଖରୀ ସହ ତୋଟାଟା ଯଦି ରାଜୁ ଭାଗ୍ୟରେ ପଡ଼ନ୍ତା କେମିତି ହୁଅନ୍ତା? ମୋର ତ ଗାଁରେ ଆଉ ମାଛ ଚାଷ କରିବାର ନାହିଁ, କି ତୋଟାରେ ଆମ୍ବ ଆଉ ନଡ଼ିଆ ଫଳେଇବାର ନାହିଁ। ବରଂ ଠିକଣା ଲୋକ ଦେଖି ଏତକ ବିକ୍ରି କରିଦେଲେ ଫ୍ୟାକ୍ଟ୍ରି ପାଇଁ ପଇସା ହେଇଯାଆନ୍ତା। ବଡ଼ ଭାଇଙ୍କ କଥାରେ ମୁଁ ବିଲକୁଲ ରାଜି। ବାକି ରହିଲା ଜମି, ସେଇଟା ମୋର। ଆଉ ସହରରେ ରହି ଭାଇ ବୋଧେ ଗାଁରେ ଭାଗ ଚାଷ କରିବାର ମତଲବ ଅଛି। ମା ଆଇଲା, 5-5ଟା ଝିଅକୁ ଜନ୍ମ ଦେଇଛି। ଖଣ୍ଡେ ଖଣ୍ଡେ ଜମି ବିକିଲେ ଗୋଟାଏ ଝିଅ ଉଠିବେ। ଚଢ଼ା ଯୌତୁକ ନଦେଲେ ଆଜିକାଲି କ'ଣ ଭଲ ଜଇଁ ମିଳୁଛନ୍ତି? ପୋଡ଼ା କପାଳକୁ ଝିଅ ଗୁଡ଼ା ସୁନ୍ଦର ହେଇଥାନ୍ତେ ଟିକେ ଭଲ। ଗାଁରେ ରହିବାକୁ ଆମ ଭିତରେ କେହି ରାଜି ନୁହନ୍ତି। ଏଠି ସବୁ ଏତେ ସମ୍ପତ୍ତି ରଖିଲେ ଲାଭ କ'ଣ? ଯାହା ହଉ ଏତେବେଳେ ସବୁ ବାଟକୁ ଆସିଲ। ଚୁପ ଚୁପ ଚୁପ, ମା ଆସିଲେ। ମା ଶୁଣିଛି, ସବୁ ଶୁଣିଛି। ଭଲ, ବେଶ ଭଲ କରିଛ। ଭାଇ ଭାଇ ଭିତରେ ବିଚାର ଆଲୋଚନା କରି ଭଲରେ ସବୁ ତୁଟେଇ ଦେଇଛ। ଦେବତାଙ୍କ ଭଳି ବାପା ତୁମର, ସିଏ ଟଳି ପଡ଼ିଲେ, ତମକୁ ଛାଡ଼ି ଚାଲିଗଲେ। ମୁଁ ବା ଆଉ କେତେ କାଳ ତମମାନଙ୍କ ପ୍ରସ୍ତାବରେ ମୁଁ ଖୁସି। ଏ ମଲା ଗଲା କାଳକୁ ମୁଁ ବା କାହିଁ ଆଉ ବୈରୀ ମୁଣ୍ଡେଇବି? ମୋ ମୁଣ୍ଡକୁ କାହିଁ ବା ଆଉ ବୋଝ ରଖିବି? ମା କଥା କ'ଣ କି, ବାପା ଥିଲେ କଥା ଅଲଗା ଥିଲା। ଏଇନାକେ ତୁ ଅଛୁ, ଏକା ଏକା କ'ଣ କରିବୁ ଯେ? ଦେବ, କୁନି ବି ତ ଏ ଘରର ଝିଅ। ତମମାନଙ୍କର ଗୋଟିଏ ଭଉଣୀ, ସିଏ ବାହାସାହା ହେଇ ପର ଘରକୁ ଚାଲି ଯାଇଛି ବୋଲି ତା ଭାଗଟା ଯେମିତି ତୁଟେଇ ନ ଦିଅ। ମା ଆଇଲା। ହଇଓ ଦେବ,
କୁନି ବାହା ହେଇକି ଗଲା ବେଳେ ତା ଯୌତୁକରେ ହାତୀ ଛତି ସବୁ ଦିଆ ହେଇଥିଲା। ଭାଇଙ୍କ ଭାଗରେ ପୁଣି ଭଉଣୀ ଭାଗ କାହିଁକି? ସତ କହିବାକୁ ଗଲେ ଭାଉଜ, ଆଇନ ଅନୁଯାୟୀ ବାପାଙ୍କ ସମ୍ପତ୍ତି ଉପରେ ପୁଅ ସହିତ ଝିଅର ବି ଭାଗ ଅଛି। ତେଣୁ କୁନି ନିଶ୍ଚୟ ତା ଭାଗ ପାଇବା କଥା। ମୋର ବେଶୀ କିଛି ଦରକାର ନାହିଁ ଭାଇ। ମୁଁ ତ ଭାବିଛି ମାର ଗହଣା ତକ ସବୁ ନେବି। ମା ଆଇଲା, ମୋ ଝିଅ ମାନେ ତାହେଲେ କଣ ଗୋସେଇ ମାଙ୍କଠୁ କିଛି ପାଇବେନି? ସେମାନେ ବି ତ ଏ ଘର ନାତୁଣୀ ନା, ତାଙ୍କ ପାଇଁ ବି ଗୋଟେ ଆଇନି ପଏଣ୍ଟ ବାହାର କରୁନ। ସବୁ ହେଲା, ସମସ୍ତେ ସବୁ ପାଇଗଲ, ସମ୍ପତ୍ତି ଭାଗ ବାଣ୍ଟ ବି ହେଇଗଲା, ସମସ୍ତେ ସନ୍ତୁଷ୍ଟ ହେଲ। ତମ ମାନଙ୍କ ଖୁସିରେ ମୋ ଖୁସି, ମୋର ଆଉ କଣ ଦରକାର? ମା ଆଜି ହାତରୁ ମୁଁ ଶଙ୍ଖା କାଢିଛି, ମଥାରୁ ମୁଁ ସିନ୍ଦୁର ପୋଛିଛି। ତମେ ମାନେ ହିଁ ତ ଏବେ ମୋର ସାହା। ହେଲେ ମତେ ଖାଲି ଟିକେ ଜଣେଇ ଦିଅ, ତମ ମାନଙ୍କ ଏ ଭାଗ ବାଣ୍ଟରେ ତମର ଏ ହିନି କପାଳି ମାଟା କାହା ଭାଗରେ ପଡିବ? ମା ଆଇଲା। ଭାଗ ବାଣ୍ଟରେ ପୁଣି ମା ପୁଣି କାହା ଭାଗ୍ୟରେ କଣ? ମା କଥା ମୁଁ କିଛି ବୁଝିପାରୁନି। ମା ତୁଇ କଣ କହୁଛୁ? କୁହ, ମୁଁ ଏ ପୋଡା ଜୀବନ କାହା ସହ ନେଇ କାଟିବି? କୁହ, କିଏ ରଖିବ ମତେ? କଣ ମୋ ପାଇଁ ଠିକ କରିଛ? ମୋ ଥଇଥାନ ପାଇଁ କି ବ୍ୟବସ୍ଥା କରିଛ? ଝିଅ କହୁନ, ଏଡେ ବଡ ସହରରେ 2.5 ବଖରା ଘରେ 5-5ଟା ଝିଅକୁ ନେଇ ଆମେ କେମିତି ଚଢା ବଜାର ଦରରେ ଚଳୁଛେ? ସେଇଥିରେ ପୁଣି ମାଙ୍କୁ ନେଲେ କେମିତି ଚଳିବା? ତାପରେ ତମର ଯୋଉ ଦରମା, ନା ଓପୁରି ଅଛି ନା ସପୁରି ଅଛି? ଛାଡ। ତା ନହେଲେ କଷ୍ଟମଷ୍ଟେ ଚଳି ହୁଅନ୍ତା। ବରଂ ମୁଁ କହିବି, ମା ମହେନ୍ଦ୍ର ପାଖରେ ରୁହନ୍ତୁ। ସହରରେ ନିଜ ଘର ତୋଳିଛି, ଛୋଟ ପରିବାର, ରୋଜଗାର ବି ବେଶ। ମୋର ଏଥିରେ କିଛି ଆପତ୍ତି ନାହିଁ। ମା, ତୁ ତ ଜାଣୁ, ମୂଳରୁ ତ ତମ ଶାଶୁଙ୍କର ପଡୁନି। କଲେଜ ପଢୁଆ ବଡ଼ ଘରର ଝିଅ ସେ। କେମିତି ସେ 2ଟା ଦିନ କୁନି ବାହାଘରେ ଖଟିଛି କି ନାହିଁ, ରାଗି ରୁଷି ପଳେଇଲା। ସେଇ ରାଗରେ ଏଥର ଶୁଦ୍ଧି ହେବାକୁ ବି ଆସିଲାନି। ତୁ ଯଦି ତା ପାଖରେ ଟିକେ ଆଡଜଷ୍ଟ କରିବୁ, ମୋର କିଛି ଆପତ୍ତି ନାହିଁ। ମୁଁ ଯାଇ ଆଗ ତାଠାରୁ ଟିକେ ବୁଝେ। ଆଚ୍ଛା ରାଜେନ୍ଦ୍ର, ଆଚ୍ଛା ମା ତୋ ପାଖରେ ରହିଲେ କ୍ଷତି କଣ ହଉଛି? ତୁ ତ ଆମ ଭିତରେ ସାନ, ସ୍ୱାମୀ ସ୍ତ୍ରୀ ତମେ ତ 2 ଜଣ। ବୁଝିଲ ଭାଇ, ଏଇ 2 ପ୍ରାଣୀ ବୋଲି ସମସ୍ୟା। ସେ ଗୋଟେ ଜାଗାରେ ଏକା, ଆଉ ମୁଁ ଗୋଟେ ଜାଗାରେ ଏକା। ସେ ତା ଚାକିରି କି ନେଇ ବ୍ୟସ୍ତ, ଆଉ ମୁଁ ଫ୍ୟାକ୍ଟ୍ରି କରିବି ବୋଲି ବିବ୍ରତ। ନା ତାକୁ ଫୁର୍ସତ ମିଳୁଛି ନା ମତେ। ନା ସେ ଦିନ ସାରା ଘରେ ବଉଛି ନା ମୁଁ। ଏମିତିରେ ମାର ଦେଖାଶୁଣା କିଏ କରିବ? ତାର ଯତ୍ନ ଆଉ କିଏ ନେବ? ସେଇ ସମସ୍ୟା ଯୋଗୁଁ ତ ଏତେ ଗୁଡ଼ା ଦିନ ଛୁଟି ନେଇ ଏତେ ବାଟରୁ ଆସିପାରିଲା ନାହିଁ। ଚାକିରିର ଚାପ, କ'ଣ ଆଉ କରାଯିବ? ଆଚ୍ଛା କୁନି, ମା ଯଦି ତୋ ପାଖରେ ରହନ୍ତା? ଯଦି ଏଇଟା ସମ୍ଭବ ହୁଅନ୍ତା, ତାହେଲେ ସବୁଠୁ ବେଶୀ ମୁଁ ଖୁସି ହୁଅନ୍ତି। ତାଙ୍କର ବି ତ ମା ନାହାନ୍ତି ନା। ହେଲେ ଲୋକ କଣ କହିବେ? ପୁଅ ମାନେ ଥାଉ ଥାଉ ମା ଯଦି ଯାଇ ଝିଅ ଘରେ ରହିବ, ଲୋକ ନିନ୍ଦା ହବନି? ସାବାସ, ଦେଖୁଛି ତମେ ସମସ୍ତେ ମିଶି ଜୀବନ ସାରା କଷ୍ଟ କରି ବାପା ଅର୍ଜିଥିବା ସମ୍ପତ୍ତି ନିଜ ନିଜ ଭିତରେ ଖୁବ ଭଲରେ ବାଣ୍ଟି ନେଲ। ହେଲେ ଜନ୍ମ କରିଥିବା ଏ ବିଧବା ମାଟାକୁ ଟିକେ ହେଲେ ବି ବାଣ୍ଟି ପାରିଲନି। ତମମାନଙ୍କ ଭିତରୁ ସେ କାହା ଭାଗରେ ବି ପଡ଼ିଲାନି। ଆଉ ଆଜି ଏଇଟା ହିଁ ମୋ ଭାଗ୍ୟର ଭାଗ ଶେଷ। କ୍ଷମା କରିବ ଭାଉଜ। କଚେରୀରୁ ଆସିବା ଟିକେ ଡେରି ହେଇଗଲା। ଭାଇ ଯେ ଏତେ ଶୀଘ୍ର ଚାଲିଯିବେ କେହି ଆମେ ଭାବିନଥିଲୁ। ଗାଁଟା ସାରା ଲୋକଙ୍କ ମନରେ ଟିକେ ବି ସୁଖ ନାହିଁ। ସବୁରି ମୁହଁରେ ତାଙ୍କରି ଚର୍ଚ୍ଚା। ହଁ, ଆଜି ସବୁ ଭାବିଲା ବେଳକୁ ବହୁତ ଡେରି ହେଇଗଲାଣି। ଭାଉଜ, ତମେ ଏମିତି କାହିଁ କହୁଛ? ଭାଇ ତ ଆମର ମଣିଷ ନଥିଲେ ଗୋଟେ ଦେବତା ଥିଲେ। ସେତିକି ତ ଆମ ପାଇଁ ସାନ୍ତ୍ୱନା। ନିଶ୍ଚୟ ନିଶ୍ଚୟ, ତମେ ସମସ୍ତେ ବହୁତ ଭାଗ୍ୟବାନ। ବାପା ଯେମିତି ଦେବତା, ମା ସେମିତି ଲକ୍ଷ୍ମୀ ସାନ୍ତା। ହଁ ମଉସା, ମୁଁ ଏଇନା ମହେନ୍ଦ୍ରକୁ ତମ ପାଖକୁ ପଠେଇଥାନ୍ତି, ଅଥଚ ମୁଁ ଆସି ହାଜର ହେଇଗଲି। ଦେଖିବ, ତମର ବୁଢ଼ା ଓକିଲ ମଉସାଟା ବେଶୀ ଦିନ ବଞ୍ଚିବ। କଥା କ'ଣ କି, ଏଇ ଗାଁରେ ଆପଣ ଯେତେବେଳେ ବାପାଙ୍କର ପୁରୁଣା ବନ୍ଧୁ, ତାଙ୍କ ସୁଖ ଦୁଃଖର ସାଥୀ, ତେଣୁ ଆମ ବାପାଙ୍କର ସମ୍ପତ୍ତି ବିଷୟରେ ଟିକେ ଆପଣଙ୍କ ସହିତ କଥା ହେବାକୁ ଚାହୁଁଥିଲୁ। ମୁଁ ବି ତ ଆଜି ସେଇ କଥା କହିବାକୁ ଆସିଛି। ସତ ନା କ'ଣ? ଆଚ୍ଛା ମଉସା, ଆମ 3 ଭାଇଙ୍କ ଭିତରେ ଭାଗ ବାଣ୍ଟ ଆଇନଗତ, ସେମିତି କିଛି ଅସୁବିଧା ହେବନି ତ? ଭାଗ ବାଣ୍ଟ ପାଇଁ ଆମ ଭିତରେ ଗୋଟେ ବୁଝାମଣା, ରାଜିନାମା ବି ହେଇପାରେ। ଭାଗ ବାଣ୍ଟ? କ'ଣ କହୁଛ ତମେ? ତାହା କେମିତି ସମ୍ଭବ? କାହିଁକି ସମ୍ଭବ ନୁହଁ? ବାପା ତମର ଯେ କେବେଠୁ ସମସ୍ତ ସମ୍ପତ୍ତି ତ ମାଙ୍କ ନାଁରେ ଉଇଲ୍ କରିଦେଇଛନ୍ତି। ମାନେ ମାଙ୍କ ନାଁରେ ସମସ୍ତ ସମ୍ପତ୍ତି। ସେଇ ସମ୍ପତ୍ତି କାଗଜପତ୍ର ତମ ମାଆକୁ ଦବାକୁ ଆସି। ସତ କଥା କହିବାକୁ ଗଲେ ବାପାଙ୍କ ଅନ୍ତେ ସମ୍ପତ୍ତି ଉପରେ ପୁଅ କିମ୍ବା ଝିଅଙ୍କର ଅଧିକାର ନାହିଁ। ପ୍ରଥମ ଅଧିକାର ମାଆଙ୍କର ଅଛି। ଭାଉଜ ନିଅନ୍ତୁ।